ମା ମା କାଲି ଅପେକ୍ଷା ମୁଁ ଆଜି ଅଧିକ ଲେମ୍ବୁ ତୋଳିଛି। ଠିକ କହିଲୁ ରେ ମା, ଆଜି ଆମେ ବହୁତ ସାରା ଲେମ୍ବୁ ଜମା କରିଛେ। କାଉ ଭାଇ ନିଶ୍ଚୟ ଆଜି ଅଧିକ ଟଙ୍କା ଦେବେ। ମାରି ତୁ ଏବେ ଘରକୁ ଯା, ମୁଁ କାଉ ଭାଇଙ୍କୁ ଏ ସବୁ ଲେମ୍ବୁ ବିକ୍ରି କରି ଆସେ। ଏମିତି ମା ଚଢ଼େଇ ଲେମ୍ବୁ ଧରି କାଉ ପାଖକୁ ଗଲା। କାଉ ସେ ଜଙ୍ଗଲରେ ସମସ୍ତଙ୍କ ପାଖରୁ ଲେମ୍ବୁ କିଣୁଥିଲା, କିନ୍ତୁ ସମସ୍ତଙ୍କୁ ବହୁତ କମ ଟଙ୍କା ଦେଉଥିଲା। ଏଇ କଣ କାଉ ଭାଇ, ଆଜି ତ ମୁଁ ଅଧିକ ଲେମ୍ବୁ ଆଣିଥିଲି, ତାହେଲେ ତୁମେ କାଲି ଅପେକ୍ଷା ଆଜି ଏତେ କମ ଟଙ୍କା କାହିଁକି ଦେଲ? ଏତେ କମ ଟଙ୍କାରେ ମୁଁ ଘର ଚଳିବି କେମିତି? अरे चढ़ी सहर रे एबे लेंबूर दाम बहुत कमी जाइची। मु एसबु लेंबू बिक्री करी बहुत कम टका पाउची। आहुरी पुणी गाड़ीर भी खर्च अछि, सेथिपाई आजिठु मु एतिकी ही टका देई परिबी। କିନ୍ତୁ କାଉ ଭାଇ, ମୁଁ ତ ଶୁଣିଥିଲି ସହରରେ ଲେମ୍ବୁର ଦାମ ଅଧିକ, ଆଉ ତୁମେ ଅନେକ ଟଙ୍କାରେ ଲେମ୍ବୁ ବିକ୍ରି କର। ता माने तू कौन कहूचु? मु मिछ कहूची? ए जंगल रे समस्ते मो पाखरे लेंबू बिक्री करती। तू जदि एतिकी टंकारे खुशी ना हो तेबे कालीठु मो पाखको आउ लेंबू नै के आसीबुनी। ନା ନା କାଉ ଭାଇ, ମୋର ଭୁଲ ହେଇଗଲା। ତୁମେ ରାଗନି, ତୁମେ ଯଦି ଲେମ୍ବୁ କିଣିବନି କେହି ବି ମୋ ପାଖରୁ ଲେମ୍ବୁ କିଣିବେନି। तू जहा कहले भी मु आउ तो पाखरु लेंबू किणिबिनी। एबे तू मते विरक्त न करी एठु जा। चढ़ेई मन दुखरी घरକୁ ଫେରି ଆସିଲା। ସେ ତାର ଝିଅକୁ ସବୁ ଘଟଣା କହିଲା। ଆମ ଜଙ୍ଗଲରେ ଅଧିକାଂଶ ଚଢ଼େଇ ଲେମ୍ବୁ ଚାଷ କରିଛନ୍ତି। ସହର ଅନେକ ଦୂର, କେହି ବି ଏତେ ଦୂରକୁ ଲେମ୍ବୁ ବିକ୍ରି କରିବାକୁ ଯାଇପାରୁନାହାନ୍ତି। ସେଥିପାଇଁ ସମସ୍ତେ କାଉ ଭାଇଙ୍କୁ ହିଁ ଲେମ୍ବୁ ବିକ୍ରି କରୁଛନ୍ତି। ସେହି ସୁଯୋଗରେ କାଉ ଭାଇ ବହୁତ କମ ଟଙ୍କା ଆମକୁ ଦେଇ ସହରରେ ଅଧିକ ଦାମରେ ଲେମ୍ବୁ ବିକ୍ରି କରୁଛନ୍ତି। ଏ କଥା ସମସ୍ତେ ଜାଣିଲେ ବି କେହି କିଛି କରିପାରୁନାହାନ୍ତି। ମା, ଆମ ଜଙ୍ଗଲରେ ଅନେକ ଚଢ଼େଇ ଲେମ୍ବୁ ଚାଷ କରିଛନ୍ତି, ସେଥିପାଇଁ କେହି ବି ଲେମ୍ବୁ ବିକ୍ରି କରୁନାହାନ୍ତି। କିନ୍ତୁ ଆମେ ଯଦି ଲେମ୍ବୁରେ ଆଉ କିଛି ତିଆରି କରି ବିକ୍ରି କରିବା, ସେମିତି ହେଲେ ହୁଏତ ସମସ୍ତେ ଆମ ପାଖରୁ ସେ ସବୁ ଜିନିଷ କିଣିବେ। ଏଇ ଯେମିତି ଲେମ୍ବୁ ସରବତ ଆଉ ଲେମ୍ବୁ ଆଚାର। ଆରେ ମା, ତୁ ଏକଦମ ଠିକ କଥାଟି କହିଲୁ। ମୁଁ ତ ଏମିତି ଭାବି ନଥିଲି। କିଛି ଦିନ ତଳେ ହିଁ ମୁଁ ଅନେକ ଗୁଡ଼ିଏ ଲେମ୍ବୁ ଆଚାର ତିଆରି କରିଛି। ଆମେ କାଲି ହିଁ ଦୋକାନ ଦେଇ ଲେମ୍ବୁ ଆଚାର ବିକ୍ରି କରିବା।